दिने शुक्राचार्य महर्षि नदी को जाइथिले पवन देवता जाइन लुगा उड़ाई नेले। शुक्राचार्य गुरु अटंती दुष्ट दानवंकर वायु देवतांक उपरे राग हेला तांकर। वृषभरे वायुदेवंकु मंत्रे पाखकु डाकी आंदुलारे नेई पाटिरे पकाई देले ढोकी। उदରରେ ଥାଇ ପବନ ତ୍ରାହି ତ୍ରାହି ଡାକିଲେ ଭୁଲ ହେଲା କ୍ଷମା ଦେଇଣ ରକ୍ଷା କର ବୋଇଲେ। ସର୍ବଦେବମାନେ ଋଷିଙ୍କୁ ଆସି କଲେ ଗୁହାରି ଋଷିଙ୍କ ପଛପଟେ ଦେଇ ବାୟୁ ଗଲେ ବାହାରି। ଘଡ଼ଘଡ଼ି ପରି ଶବଦେ କମ୍ପମାନ ସେ ସ୍ଥାନ ଆନନ୍ଦିତ ହୋଇ ଦେବତା ସର୍ବେ କଲେ ପ୍ରସ୍ଥାନ। ଋଷି କହିଲେ ରେ ପବନ ଉଦ୍ଧତ ତୁ ହୋଇଲୁ ଏଣୁ ଏବେ ଅନ୍ୟ ରୂପରେ ପୁଣି ଅବତରିଲୁ। ତୋର ଏ ନୂଆ ରୂପ ଅବତାର ହେବ ବିଚିତ୍ର ବଡ଼ ଏ ରୂପରେ ଘୃଣିତ ହୋଇ ନାମ ବହିବୁ ପାଡ଼। ଗରଜିଲା ମେଘ ଦେଶନେ ସଦା ବରଷେ ନାହିଁ ଶବଦ କରି ବାହାରିଲେ ଦୁର୍ଗନ୍ଧ ହେବୁ ନାହିଁ। ଅପମାନ ଭये ଯଦି ତୁ ଧୀରେ ବାହାରି ଯିବୁ ଦୁର୍ଗନ୍ଧ ହୋଇ ତୁ ସମାଜେ ସଦା ଗାଳି ଶୁଣିବୁ। କିନ୍ତୁ ସୁବୁଦ୍ଧି ଲୋକମାନେ ତତେ ଚିହ୍ନି ପାରିବେ ବାୟୁ ଦେବତା ଜାଣି ଘୃଣା କେବେ ହେଣ କରିବେ। ଶୁକ୍ରାଚାର୍ଯ୍ୟ ପ୍ରସ୍ଥାନ କଲେ ବାୟୁଙ୍କୁ ଏହା କହି ବାୟୁ ମନ ଦୁଃଖେ ଫେରିଲେ ପାଡ଼ ନାମକୁ ବହି। ଇତି ଶ୍ରୀ ବାୟୁ ପୁରାଣେ ନବମ ସ୍କନ୍ଧେ 9 ଅଧ୍ୟାୟ।